କରୋନା ସନ୍ଦେହରେ ଚାଲିଗଲା ଜୀବନ। ମହାମାରୀ ଆଗରେ ହାର ମାନିଛି ମାନବିକତା। କରୋନା ଡରରେ କେହି ପାଖକୁ ଗଲେ ନାହିଁ। ଶେଷରେ ଜୈନିକ ବୃଦ୍ଧଙ୍କ ଚାଲିଗଲା ଜୀବନ। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ। ମୃତକ ଜଣକ ହେଲେ ବାଲିଆପାଳ ଥାନା ଅନ୍ତର୍ଗତ ପୀରପାଳିଆ ଅଞ୍ଚଳର ପଦ୍ମଲୋଚନ ଦାସ। ପଦ୍ମଲୋଚନ ପୋଲିସ ଫାଣ୍ଡି ସମ୍ମୁଖରେ ଥିବା ଏକ ଗଛ ମୂଳରେ ବସିଥିଲେ। କିଛି ସମୟ ବସି ରହିବା ପରେ ସେ ହଠାତ୍ ତଳେ ପଡ଼ିଯାଇଥିଲେ। ତାଙ୍କ ମୁହଁରେ ରହିଥିଲା ମାସ୍କ। ତେଣୁ କରୋନା ଆକ୍ରାନ୍ତ ସନ୍ଦେହରେ ପାଖରେ ଥିବା ଲୋକମାନେ ତାଙ୍କଠାରୁ ଦୂରେଇ ଯାଇଥିଲେ। ବୃଦ୍ଧ ଜଣକ ପ୍ରାୟ 1.5 ଘଣ୍ଟା କାଳ ସେଠାରେ ପଡ଼ି ରହିବା ପରେ ହସ୍ପିଟାଲ ହେଲ୍ପ ଡେସ୍କକୁ ଖବର ଦିଆଯାଇଥିଲା। ହେଲ୍ପ ଡେସ୍କର କର୍ମଚାରୀମାନେ ତାଙ୍କୁ ଷ୍ଟ୍ରେଚରରେ ଡାକ୍ତରଙ୍କ ପାଖକୁ ନେଇଥିଲେ। ଡାକ୍ତର ଚିକିତ୍ସା ପରେ ତାଙ୍କୁ ମୃତ ଘୋଷିତ କରିଥିଲେ। ତେବେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସନ୍ଦେହ କରିଛନ୍ତି। ସାଧାରଣରେ ଅନେକ ପ୍ରଶ୍ନ ମନରେ ଉଠୁଛି। କୁଆଡ଼େ ହଜିଗଲା ସେ ମାନବିକତା? ଆମ ସମ୍ମୁଖରେ ଯଦି କେହି ଅସହାୟ ଅବସ୍ଥାରେ ପଡ଼ିଥିବା ମିଳିବ, ତେବେ କ'ଣ ରହିବ ଆମର କର୍ତ୍ତବ୍ୟ? ଏହା କ'ଣ ଆମର ମାନବିକତାର ପରିଚୟ? କାହିଁକି କର୍ତ୍ତବ୍ୟ ଭୁଲିଗଲେ ବୃଦ୍ଧଙ୍କ ପାଖରେ ବସିଥିବା ଲୋକେ? ବୃଦ୍ଧ ବ୍ୟକ୍ତି ଜଣକ ପଡ଼ିଯିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଯଦି ଡାକ୍ତରଙ୍କ ପାଖକୁ ନିଆଯାଇଥାନ୍ତା, ହୁଏତ ତାଙ୍କର ଜୀବନ ବଞ୍ଚିଯାଇ ପାରିଥାନ୍ତା। ବାଲେଶ୍ୱରରୁ ପ୍ରଦୀପ କୁମାର ବେରା, କୋଣାର୍କ ନ୍ୟୁଜ୍।